ନମସ୍କାର। ଆଜି ଆମେ ଶ୍ରୀମଦ୍ ଭାଗବତର ଏକ ବହୁତ ହି ଗଭୀର ଆଖ୍ୟାନ ଉପରେ କଥା ହେବାକୁ ଯାଉଛୁ। ହଁ, ଆଉ ଆମର ମୂଳ ସ୍ରୋତ ହେଉଛି ଅତିବଡ଼ି ଜଗନ୍ନାଥ ଦାସଙ୍କର ଓଡ଼ିଆ ଭାଗବତ। ଠିକ୍, ଏ କାହାଣୀରେ ଅଛନ୍ତି ଜଣେ ଧର୍ମପରାୟଣ ରାଜା, ଜଣେ ଧ୍ୟାନମଗ୍ନ ଋଷି ଆଉ ଗୋଟିଏ ଭୁଲ। ଗୋଟିଏ ଭୁଲ ଯାହା ସବୁ କିଛି ବଦଳାଇ ଦେଲା। ଆଉ ଆଜି ଆମର ଉଦ୍ଦେଶ୍ୟ କେବଳ କାହାଣୀଟିକୁ ଶୁଣିବା ନୁହେଁ। ନା, ଆଦୌ ନୁହେଁ। ଆମେ ତା ଭିତରେ ଥିବା ମନୋବିଜ୍ଞାନକୁ ବୁଝିବାକୁ ଚେଷ୍ଟା କରିବା। ରାଜା ପରୀକ୍ଷିତଙ୍କର ସେଇ ଭୁଲ, ଋଷିପୁତ୍ର ଶୃଙ୍ଗୀଙ୍କର ସେ ପ୍ରଚଣ୍ଡ କ୍ରୋଧ। ଆଉ ତାପରେ ଋଷି ଶମୀକଙ୍କର ପ୍ରତିକ୍ରିୟା। ହଁ, ସେଇଟା ତ ସବୁଠୁ ଆଶ୍ଚର୍ଯ୍ୟଜନକ। ଏସବୁ ଭିତରେ କ୍ରୋଧ, କ୍ଷମା, ଧର୍ମ ଏମିତି ଅନେକ କଥା ଲୁଚି ରହିଛି। ତେବେ ଚାଲନ୍ତୁ ସେହି ଗଭୀରତାକୁ ଟିକେ ଖୋଜିବା। କାହାଣୀର ଆରମ୍ଭ କିନ୍ତୁ ବଡ଼ ସାଧାରଣ। ଜଣେ ରାଜା ତୃଷାର୍ଥ ଜଙ୍ଗଲରେ ବୁଲୁଛନ୍ତି। ଆଉ ଗୋଟେ ଋଷି ଆଶ୍ରମ ଦେଖି ସେଠି ପହଞ୍ଚୁଛନ୍ତି। ଏକଦମ ସାଧାରଣ ଦୃଶ୍ୟ, କିନ୍ତୁ ଏଇଠୁ ହିଁ ଗୋଟିଏ ବଡ଼ ଘଟଣାର ମୂଳଦୁଆ ପଡ଼ୁଛି। ଠିକ୍। ତେବେ ରାଜା ପରୀକ୍ଷିତ ପାଣ୍ଡବ ବଂଶର ଏକମାତ୍ର ଉତ୍ତରାଧିକାରୀ। ସେଦିନ ଶିକାର କରିବାକୁ ଯାଇଥିଲେ। ଏଠି ଗୋଟେ କଥା ମନେ ରଖିବା ଦରକାର, ପରୀକ୍ଷିତ କୌଣସି ସାଧାରଣ ରାଜା ନଥିଲେ। ଆଚ୍ଛା। ସେ ଥିଲେ ଜଣେ ମହାଭାଗବତ, ମାନେ ସ୍ୱୟଂ ଶ୍ରୀକୃଷ୍ଣ ତାଙ୍କୁ ଗର୍ଭରେ ଥିବାବେଳେ ବ୍ରହ୍ମାସ୍ତ୍ରରୁ ରକ୍ଷା କରିଥିଲେ। ଓହୋ, ହଁ। ତେଣୁ ତାଙ୍କର ପ୍ରତ୍ୟେକ କାର୍ଯ୍ୟର, ପ୍ରତ୍ୟେକ ଭୁଲର ଗୋଟେ ଗଭୀର ଅର୍ଥ ଥାଏ। ଠିକ୍। ତେବେ ସେଇ ଧାର୍ମିକ ରାଜା ହିଁ ଶିକାର ପଛରେ ଗୋଡ଼ାଇ ଗୋଡ଼ାଇ ପୁରା କ୍ଳାନ୍ତ ହୋଇପଡ଼ିଲେ, ଭୋକ ଶୋଷରେ ଆତୁର। ହଁ, ଆଉ ସେତିକିବେଳେ ସେ ଦୂରରୁ ଶ୍ରମିକ ଋଷିଙ୍କ ଆଶ୍ରମ ଦେଖିଲେ। ଆଉ କିଛି ପାଣି ମିଳିଯିବ ଭାବି ସେଠାକୁ ଗଲେ। ସେଠି ଦେଖିଲେ ଋଷି ଆଖି ବନ୍ଦ କରି ବସିଛନ୍ତି। ସେ ତାଙ୍କୁ ପାଣି ମାଗିଲେ, କିନ୍ତୁ କିଛି ଉତ୍ତର ଆସିଲାନି। କାହିଁକି? ଏଇଠି ହିଁ ସବୁ ଭୁଲ ବୁଝାମଣାର ଆରମ୍ଭ। ଭାଗବତରେ ସ୍ପଷ୍ଟ ଲେଖା ଅଛି, ଋଷି ଯୋଗ ସମାଧିରେ ଥିଲେ। ଯୋଗ ସମାଧି ମାନେ? ମାନେ ଏହା କେବଳ ଆଖି ବନ୍ଦ କରିବା ନୁହେଁ, ଏହା ଏମିତି ଏକ ଗଭୀର ଅବସ୍ଥା ଯୋଉଠି ମଣିଷର ଚେତନା ବାହାର ଦୁନିଆରୁ ପୂରାପୂରି ଅଲଗା ହୋଇଯାଏ। ଆଚ୍ଛା। ତାଙ୍କର ଆଖି, କାନ, ମନ, ବୁଦ୍ଧି ସବୁ ଇନ୍ଦ୍ରିୟ ମାନେ କେବଳ ନିଜ ଆତ୍ମାରେ ଲୀନ ଥିଲା। ତେଣୁ ରାଜାଙ୍କ ଡାକ ଶୁଣିବା ତାଙ୍କ ପାଇଁ ସମ୍ଭବ ହିଁ ନଥିଲା। କିନ୍ତୁ ରାଜା ଏହାକୁ ବୁଝିପାରିଲେ ନାହିଁ। ସେ ଏହାକୁ ଅପମାନ ବୋଲି ଭାବିଲେ। ହଁ, ଏଇଠି କଥାଟା ମୋତେ ବଡ଼ ଆଶ୍ଚର୍ଯ୍ୟ ଲାଗେ। ଜଣେ ମହାଭାଗବତ ରାଜା, ଏତେ ଧାର୍ମିକ, ସେ କେମିତି ଜଣେ ଋଷିଙ୍କ ବେକରେ ମଲା ସାପ ପକେଇଦେଲେ? ଏଇଟା ହିଁ ତ ଏ କାହାଣୀର ସବୁଠୁ ବଡ଼ ଶିକ୍ଷା। କେମିତି? ଦେଖନ୍ତୁ, ମଣିଷ ଯେତେ ବଡ଼ ହେଉନା କାହିଁକି, ଦୁର୍ବଳ ମୁହୂର୍ତ୍ତ ସମସ୍ତଙ୍କ ଜୀବନରେ ଆସେ। ଏଇଠି ଦୁଇଟା କାରଣ ଥିଲା। କଣ କଣ? ପ୍ରଥମତଃ ଶାରୀରିକ କଷ୍ଟ। ପ୍ରଚଣ୍ଡ ଭୋକ ଆଉ ଶୋଷ ଏହା ବିଚାର ଶକ୍ତିକୁ ଦୁର୍ବଳ କରିଦିଏ। ଆଉ ଦ୍ୱିତୀୟ? ଦ୍ୱିତୀୟ ହେଲା ରାଜକୀୟ ଅହଙ୍କାର। ମୁଁ ସମ୍ରାଟ ପରୀକ୍ଷିତ, ମୋତେ ଜଣେ ଋଷି ଅବଜ୍ଞା କରୁଛି। ଏଇ ଭାବନା ତାଙ୍କ ବିବେକ ଉପରେ ହାବି ହୋଇଗଲା। ସେହି ମୁହୂର୍ତ୍ତରେ ସେ ସବୁକିଛି ଭୁଲିଗଲେ। ଏକଦମ। କ୍ରୋଧରେ ସେ ପାଖରେ ପଡ଼ିଥିବା ଗୋଟେ ମଲା ସାପକୁ ଧନୁମୁଣ୍ଡରେ ଉଠେଇ ଋଷିଙ୍କ ବେକରେ ପକେଇଦେଲେ। ହଁ, ଆଉ ଚୁପଚାପ ନିଜ ରାଜଦାରୀକୁ ଫେରିଗଲେ। ତାପରେ କାହାଣୀରେ ଆସୁଛନ୍ତି ଋଷିଙ୍କ ପୁତ୍ର ଶୃଙ୍ଗୀ। ହଁ, ଜଣେ ତେଜସ୍ୱୀ ବାଳକ। ସେ ପିଲାମାନଙ୍କ ସହ ଖେଳୁଥିଲେ ଯେତେବେଳେ ଏ ଖବର ପାଇଲେ। ଆଉ ଖବର ଶୁଣିବା ମାତ୍ରେ ତାଙ୍କ ପ୍ରତିକ୍ରିୟା? ତାଙ୍କ ପ୍ରତିକ୍ରିୟା ଥିଲା ରାଜାଙ୍କଠୁ ପୁରା ଉଲ୍ଟା। ରାଜା ଧୈର୍ଯ୍ୟ ହରାଇଲେ, ଆଉ ଶୃଙ୍ଗୀ ଥିଲେ ସ୍ୱଭାବରୁ ହିଁ କ୍ରୋଧୀ। ସେ ଦୌଡ଼ି ଆସି ଆଶ୍ରମରେ ଦେଖିଲେ ତାଙ୍କ ବାପା ସମାଧିରେ ଅଛନ୍ତି, ଆଉ ବେକରେ ଗୋଟେ ମଲା ସାପ ଝୁଲୁଛି। ଆଉ ଏହା ତାଙ୍କ ପାଇଁ ଅସହ୍ୟ ଥିଲା। ସେ କ୍ରୋଧରେ ଜଳିଗଲେ। ଦେଖନ୍ତୁ, ଜଣେ ପୁଅ ପାଇଁ ନିଜ ବାପାଙ୍କର ଏମିତି ଅପମାନ ସହିବା ତ କଷ୍ଟ। ନିଶ୍ଚୟ କଷ୍ଟ। ତେବେ ତାଙ୍କ ରାଗକୁ କଣ ସମ୍ପୂର୍ଣ୍ଣ ଭୁଲ କହିହେବ? ବହୁତ ଭଲ ପ୍ରଶ୍ନ। ଦେଖନ୍ତୁ, ତାଙ୍କ ଉଦ୍ଦେଶ୍ୟ ହୁଏତ ଭୁଲ ନଥିଲା, କିନ୍ତୁ ତାଙ୍କର ପ୍ରତିକ୍ରିୟା ପୂରାପୂରି ଅନିୟନ୍ତ୍ରିତ ଥିଲା। ଆଚ୍ଛା। ଏଇଠି ହିଁ ବାପା ଆଉ ପୁଅ ଭିତରେ ଥିବା ପାର୍ଥକ୍ୟ ସ୍ପଷ୍ଟ ହେଉଛି। ଏହା ହେଲା ଶକ୍ତି, ପାୱାର ଆଉ ପ୍ରଜ୍ଞା, ୱିଜଡମ୍ ଭିତରେ ଥିବା ପାର୍ଥକ୍ୟ। ମାନେ? ଶୃଙ୍ଗୀଙ୍କ ପାଖରେ ତପସ୍ୟାର ଶକ୍ତି ଥିଲା, କିନ୍ତୁ ସେ ଶକ୍ତିକୁ କେମିତି, କେତେବେଳେ ବ୍ୟବହାର କରିବେ ସେହି ଜ୍ଞାନ ନଥିଲା। ସେ ରାଗରେ ରାଜାଙ୍କୁ ଶ୍ୱାନର ପ୍ରାୟ ମାନେ କୁକୁର ସହିତ ତୁଳନା କଲେ। ହଁ, ଆଉ ସେହି ପ୍ରଚଣ୍ଡ କ୍ରୋଧରେ କୌଶିକୀ ନଦୀର ପାଣି ହାତରେ ଧରି ସେ ଅଭିଶାପ ଦେଲେ। ଏକ ଭୟଙ୍କର ଅଭିଶାପ। ସେ କହିଲେ, ଆଜିଠାରୁ ଠିକ୍ 7 ଦିନ ଭିତରେ ତକ୍ଷକ ନାଗଦଂଶନରେ ତୋର ମୃତ୍ୟୁ ହେବ। ହଁ, ଆଉ ଏହା କେବଳ ରାଗର କଥା ନଥିଲା। ସେହି ଯୁଗରେ ତପସ୍ୱୀ ବ୍ରାହ୍ମଣଙ୍କ ବଚନର ଶକ୍ତି ଥିଲା।
କିନ୍ତୁ ଏକ ଛୋଟ ଅପରାଧ ପାଇଁ ସିଧା ମୃତ୍ୟୁଦଣ୍ଡ। ଏହା ହିଁ ତାଙ୍କର ଅପରିପକ୍ୱତା। ଏହା ଏକ ଅନୁପାତହୀନ ପ୍ରତିକ୍ରିୟା ଥିଲା। ଏହାପରେ କାହାଣୀରେ ଆସୁଛି ସବୁଠୁ ବଡ଼ ମୋଡ଼। ପୁଅର କାନ୍ଦ ଶୁଣି ଋଷି ଶମୀଙ୍କର ସମାଧି ଭାଙ୍ଗିଗଲା। ସେ ଧୀରେ ଧୀରେ ଆଖି ଖୋଲିଲେ। ଆଉ ପ୍ରଥମେ ନିଜ ବେକରେ ଥିବା ମଲା ସାପଟାକୁ ଦେଖିଲେ। ବିନା କୌଣସି ବିରକ୍ତିରେ ତାକୁ କାଢ଼ି ଫିଙ୍ଗିଦେଲେ ଆଉ ପୁଅକୁ ପଚାରିଲେ, କାହିଁକି କାନ୍ଦୁଛୁ? ସବୁ ଶୁଣିବା ପରେ ତାଙ୍କର ଯୋଉ ପ୍ରତିକ୍ରିୟା ଥିଲା, ସେଇଟା ହିଁ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେବା ଭଳି ଥିଲା। ସେ ରାଜାଙ୍କ ଉପରେ ରାଗିଲେନି। ରାଗିଲେନି। ନା, ଓଲଟା ସେ ନିଜ ପୁଅକୁ ହିଁ ଭର୍ତ୍ସନା କଲେ। ଦୁଃଖରେ, ଭୟରେ। କଣ କହିଲେ? ଜଗନ୍ନାଥ ଦାସଙ୍କ ଭାଷାରେ, ଅଳ୍ପ ଅପରାଧେ ତୁ ହିଁ ଏ କର୍ମ କଲୁ କିସ୍ ପାଇଁ? ବାଃ, ମାନେ ଏତେ ଛୋଟ ଭୁଲ ପାଇଁ ତୁ ଏତେ ବଡ଼ ଦଣ୍ଡ କାହିଁକି ଦେଲୁ? ଠିକ୍, ବା ଲୋକ ପାଇଁ ଚିନ୍ତିତ ହେଲି। ଏହା କେବଳ କ୍ଷମା ନୁହେଁ। ନା, ଏହା କ୍ଷମାଠୁ ବହୁତ ଅଧିକା। ଏହା ହେଉଛି ପ୍ରଜ୍ଞା। ଏଇଠି ଆମକୁ ପ୍ରଥମ ଗଭୀର ଶିକ୍ଷା ମିଳୁଛି। କଣ ସେଟା? ବ୍ୟକ୍ତିଗତ ଅପମାନଠାରୁ ସାମାଜିକ ସ୍ଥିରତାର ମୂଲ୍ୟ ବହୁତ ବେଶୀ। ଋଷିଙ୍କ ପାଇଁ ତାଙ୍କ ବେକରେ ପଡ଼ିଥିବା ମଲା ସାପ ଗୋଟେ ଛୋଟ କଥା ଥିଲା। କିନ୍ତୁ ରାଜାଙ୍କ ବିନା ସମାଜର କଣ ହେବ, ସେଇଟା ଥିଲା ବଡ଼ ଚିନ୍ତା। ଏକଦମ। ସେ ପୁଅକୁ ବୁଝାଇଲେ ଯେ ରାଜା ପ୍ରଜାଙ୍କ ପାଇଁ ଭଗବାନଙ୍କ ପ୍ରତିନିଧି। ସେ କହିଲେ ଯେ ରାଜାଙ୍କ ମୃତ୍ୟୁ ହେଲେ ସମାଜରେ ଅରାଜକତା ବ୍ୟାପିଯିବ। ହଁ, ଚୋର ଡକାୟତଙ୍କ ରାଜୁତି ଚାଲିବ, ଲୋକେ ପରସ୍ପରର ଧନ ଲୁଟିବେ, ଧର୍ମ ନଷ୍ଟ ହେବ। ଆଉ ବର୍ଣ୍ଣାଶ୍ରମ ଧର୍ମ ବି ଭାଙ୍ଗିଯିବ। ଠିକ୍। ଏହା ଦର୍ଶାଉଛି ଶମୀକ ଋଷିଙ୍କ ଦୃଷ୍ଟି କେତେ ବ୍ୟାପକ ଥିଲା। ତାଙ୍କ ପୁଅ କେବଳ ନିଜ ବାପାଙ୍କ ବେକରେ ଥିବା ସାପକୁ ଦେଖିଲା। ଏକ ବ୍ୟକ୍ତିଗତ ସମସ୍ୟା। କିନ୍ତୁ ଋଷି ନିଜ ଦିବ୍ୟ ଦୃଷ୍ଟିରେ ପୁରା ସମାଜର ଭୟଙ୍କର ଭବିଷ୍ୟତକୁ ଦେଖିପାରୁଥିଲେ। ସେ ବୁଝିଥିଲେ ଯେ ରାଜା ହେଉଛନ୍ତି ସେହି ଖୁଣ୍ଟ ଯାହା ଉପରେ ପୁରା ସମାଜ ଠିଆ ହୋଇଛି। ଆଉ ସେ ଖୁଣ୍ଟକୁ ଭାଙ୍ଗିଦେଲେ ସମସ୍ତଙ୍କ ଉପରେ ବିପଦ ଆସିବ। ଏହା ହିଁ ଜ୍ଞାନୀ ଆଉ କ୍ରୋଧୀ ଭିତରେ ଥିବା ପ୍ରକୃତ ପାର୍ଥକ୍ୟ। କେବଳ ସେତିକି ନୁହେଁ, ଋଷି ଏ ଭୁଲ ପାଇଁ ନିଜକୁ ବି ଦାୟୀ କଲେ। ହଁ, ସେ ଅନୁତାପ କଲେ, ଭଗବାନଙ୍କୁ ପ୍ରାର୍ଥନା କଲେ। ହେ ପ୍ରଭୁ, ମୋର ଏହି ଅଳ୍ପ ବୁଦ୍ଧି ବାଳକ ଯୋଉ ମହାପାପ କରିଛି ତାକୁ କ୍ଷମା କର। ଏହି ଅନୁତାପ ହିଁ ଜଣେ ପ୍ରକୃତ ସାଧୁର ଲକ୍ଷଣ। ଭାଗବତ କହେ, ସାଧୁ ସେମାନେ ଯେଉଁମାନେ ନିନ୍ଦା ଅପମାନ ସବୁ ସହ୍ୟ କରନ୍ତି କିନ୍ତୁ କାହାରି ଅନିଷ୍ଟ ଚିନ୍ତା କରନ୍ତିନି। ସେମାନେ ଅନ୍ୟର ଦୁଃଖରେ ଦୁଃଖୀ ହୁଅନ୍ତି। ଠିକ୍ ସେଇଆ। ଋଷି ନିଜ ଅପମାନକୁ ଭୁଲିଯାଇ ରାଜା ପରୀକ୍ଷିତଙ୍କର ଆସନ୍ନ ମୃତ୍ୟୁ ପାଇଁ ଚିନ୍ତିତ ହେଲେ। ଏହା କେବଳ କ୍ଷମା ନୁହେଁ, ଏହା ହେଉଛି କରୁଣା। ଋଷି ବୁଝିଥିଲେ ଯେ ରାଜା ଭୋକ ଶୋଷରେ ବିବେକ ହରାଇ ଏମିତି କରିଛନ୍ତି। ହଁ, ତେଣୁ ସେ କ୍ଷମାର ଯୋଗ୍ୟ। କିନ୍ତୁ ସେତେବେଳକୁ ବହୁତ ଡେରି ହୋଇଯାଇଥିଲା। ଅଭିଶାପକୁ ତ ଫେରାଇ ହେବନି। ହଁ, ନା, ଧନୁରୁ ତୀର ଛାଡ଼ି ସାରିଥିଲା। ତେଣୁ ସେ କଣ କଲେ? ସେ ତୁରନ୍ତ ନିଜର ଜଣେ ଶିଷ୍ୟକୁ ରାଜାଙ୍କ ପାଖକୁ ପଠାଇଲେ। ହଁ, ତାଙ୍କୁ ସତର୍କ କରାଇବା ପାଇଁ। ଏହା ବି ତାଙ୍କ ମହାନତାର ଆଉ ଏକ ପ୍ରମାଣ। କେମିତି? ସେ ଜାଣିଥିଲେ ଯେ ଘଟଣାକୁ ବଦଳାଇ ହେବନି, କିନ୍ତୁ ରାଜାଙ୍କୁ ପ୍ରସ୍ତୁତ ହେବାର ସୁଯୋଗ ତ ଦିଆଯାଇପାରେ। ଆଚ୍ଛା, ଯାହାଫଳରେ ସେ ସେହି 7 ଦିନର ସଦୁପଯୋଗ କରିପାରିବେ। ଏକଦମ। ତେବେ ଏହି ସମ୍ପୂର୍ଣ୍ଣ ଆଖ୍ୟାନକୁ ଦେଖିଲେ ଏହା ଏକ କ୍ଷଣିକ ଦୁର୍ବଳତାରୁ ଆରମ୍ଭ ହୋଇ ଏକ ଆବେଗପୂର୍ଣ୍ଣ ପ୍ରତିକ୍ରିୟା ଦେଇ ଗତି କରି ଶେଷରେ ଜଣେ ଜ୍ଞାନୀ ବ୍ୟକ୍ତିଙ୍କର ଗଭୀର ଅନୁଶୋଚନା ଓ କରୁଣାରେ ଶେଷ ହେଉଛି। ହଁ, ଗୋଟିଏ ଭୁଲ, ଗୋଟିଏ ଅଭିଶାପ, ଆଉ ତା ପଛରେ ଥିବା ଧର୍ମର ଜଟିଳ ଗଣିତ। ବହୁତ ଶକ୍ତିଶାଳୀ କାହାଣୀ। ନିଶ୍ଚିତ। ଆଉ ଏ କାହାଣୀ ଆମକୁ ଏକ ବହୁତ ଗୁରୁତ୍ୱପୂର୍ଣ୍ଣ ଜାଗାରେ ହାଣି ଛାଡ଼ିଦିଏ। କେଉଁଠି? ଦେଖନ୍ତୁ, ଅଭିଶାପ ଦିଆସାରିଛି। ରାଜାଙ୍କ ପାଖରେ ବଞ୍ଚିବା ପାଇଁ ମାତ୍ର 7 ଦିନ। ହଁ। ଏବେ ପ୍ରଶ୍ନ ଉଠୁଛି, ଯେତେବେଳେ ଜୀବନରେ ଏମିତି କିଛି ଘଟେ ଯାହାକୁ ଆମେ ବଦଳେଇ ପାରିବାନି, ଯେମିତି ଏକ ଦୁର୍ଘଟଣା ବା ଏକ ଅପୂରଣୀୟ କ୍ଷତି। ହଁ, ସେତେବେଳେ ପ୍ରକୃତ ଶକ୍ତି କେଉଁଠି ଥାଏ? ତାକୁ ବଦଳାଇବାର ବୃଥା ଚେଷ୍ଟାରେ, ନା ତାର ପରିଣାମକୁ ସାମ୍ନା କରିବାର ଶୈଳୀରେ? ଆଚ୍ଛା, ଅର୍ଥାତ୍ ଏହି ଘଟଣା ପରୀକ୍ଷିତଙ୍କ ପାଇଁ ଏକ ଦଣ୍ଡ ନଥିଲା, ବରଂ ଏକ ସୁଯୋଗ ଥିଲା। ସୁଯୋଗ। ସମ୍ପୂର୍ଣ୍ଣ ଭାବେ। ଏଇଠୁ ହିଁ ପ୍ରକୃତ ଭାଗବତ କାହାଣୀ ଆରମ୍ଭ ହେଉଛି। ଏହା ପରୀକ୍ଷିତଙ୍କ ଭୁଲର କାହାଣୀ ନୁହେଁ, ବରଂ ନିଜ ମୃତ୍ୟୁକୁ ସାମ୍ନା କରି 7 ଦିନରେ ମୁକ୍ତି ପାଇବାର କାହାଣୀ। ସେହି 7 ଦିନ ସେ କିପରି ବ୍ୟବହାର କରିବେ, ତାହା ହିଁ ତାଙ୍କର ପ୍ରକୃତ ପରୀକ୍ଷା। ଠିକ୍। ଆଉ ଏହା ଆମ ସମସ୍ତଙ୍କ ପାଇଁ ଏକ ଚିନ୍ତାର ଖୋରାକ ଛାଡ଼ି ଯାଉଛି। ଯଦି ଆମକୁ ଜଣାପଡ଼େ ଯେ ଆମ ପାଖରେ ସୀମିତ ସମୟ ଅଛି, ତେବେ ଆମେ ସେହି ସମୟକୁ କେମିତି ବଞ୍ଚିବା? ଅଭିଯୋଗରେ ନା ସ୍ୱୀକାରରେ?